ଆମରି ଘରେ ଅନେକ ଜୀବନ୍ତ ଦେବତା ଅଛନ୍ତି। ଜନ୍ଦା ପିମ୍ପୁଡ଼ି ପାଇଁ ଗୁଡ଼ ଟିକେ ଥୁଅ, ଚିନି ଟିକେ ଥୁଅ, ସେମାନେ ବି ବଞ୍ଚିବାର ତାଙ୍କର ଅଧିକାର ଅଛି। ତମେ କ'ଣ ଗୁଡ଼ ମାଠିଆ ଯାକ ସବୁ ଖାଇବ? ଚାଉଳ ମୁଠାଏ ବିଞ୍ଚି ଦିଅ, କାଉ କୋଇଲି ଖାଇବେ। ତାଙ୍କ ପାଇଁ ମଧ୍ୟ ଭଗବାନ ତମ ପାଖରେ ଭଣ୍ଡାର ରଖିଛନ୍ତି। କେତେଟା କାଉ କୋଇଲିକି ତମେ ଖାଇବାକୁ ଦଉଛ? ତମେ ଦୁଧ ଦହି ଖାଇ ବହୁତ ସୁନ୍ଦର ମୋଟା ମୋଟା ହେଇ ଫୁଲିଛ, କିନ୍ତୁ କେତୋଟି ଗାଈକି ତମେ କେତୋଟି ଗାଈ ଗୋପାଳନ ତମେ କରିଛ? ଗାଈମାନଙ୍କୁ ରାସ୍ତାରେ ଛାଡ଼ି ଦେଇ ଗୋ ହତ୍ୟା ବନ୍ଦ ହବ ବୋଲି କହିଲେ କିଏ ବନ୍ଦ କରିବ? ଛେଳିର ଜୀବନଟିକୁ ଅନାଅ, ସିଏ ବି ତମଠାରୁ ସ୍ନେହ ଆଦର ଭଲ ପାଇବା ସେ ବି ଖୋଜୁଛି। ତମେ ତାକୁ ଦଉଛ କି? ତମେ ତାକୁ ଯେଉଁ ସ୍ନେହ କପଟ ସ୍ନେହ ଆଦର ଦଉଛ କେବଳ ଲୋକ ଦେଖାଣିଆ, ତାକୁ ମରିବା ପାଇଁ ତାକୁ ଭଲ ପାଉଛ, ମାରିବା ପାଇଁ। ମନେ ରଖ, ଯେମାରେ ଯେଯାକୁ ମାରେ ସୁଖ ବଳେ, ସେ ତାକୁ ମାରେ ଅନନ୍ତ କାଳେ। ତମେ ଥରେ ତା ବେକକୁ ହାଣିବ, ତା ମାଂସ ଖାଇବ, ସିଏ ତମକୁ ଅନେକ ଥର ମାରିବା ପାଇଁ ଜନ୍ମ ହେବ।